ସକାଳ ପାଇଲା ବେଳକୁ କଣ କଲା ଫୁଲ ତୋଳାଟି ଆଣିଲା। ଫୁଲ ତୋଳାଟି ଆଣିକି ଗଲା ସକାଳ ଯେତେବେଳେ ତାକୁ ନିତ୍ୟକ୍ରମ ସାରି କଣ କଲା ପୁଣି ଯଦି ନୂତନ ପୋଷାକ ପିନ୍ଧନ କରି ଗୋଟେ କଣ ଫୁଲ ତୋଳାଟିଏ ଧରି କାହା ଘରକୁ ଗଲା ବିଲୁଆ ଘରକୁ ଗଲା। କଣ ଫୁଲ ତୋଳାଟା ପାଇଁ କଣ ତାକୁ କଣ ସେ କଲା ବଧାଇ ବୋଲି ଜଣାଇଲା ବା ଆମେ ଯୋଉ ଆଜି କହୁଛେ ଶୁଭ ଜନ୍ମଦିନ ବା ହାପି ବାର୍ଥଡେ ସେ ବୋଲି କାହାକୁ ଜଣାଇଲା ବିଲୁଆକୁ। ବିଲୁଆ କଣ କରିଥିଲା ମାଂସ ତରକାରୀ ତା ଜନ୍ମଦିନରେ କଣ କରିଥିଲା ମାଂସ ତରକାରୀ। ମାଂସ ତରକାରୀଟେ କରିକି ସେ କଣ ଯେତେବେଳେ ବକଟି ପାଦ ରଖୁଛି ନମ୍ବରଟାକୁ ଶୁଭ ଜନ୍ମଦିନ ଜଣାଇ ସାରିଛି ସେତେବେଳେ ତାକୁ ମାଂସ ବାସ୍ନାରେ ବକକୁ ବହୁତ ଭୋକ ହେଲା। ଭୋକ ହେଲା ପରେ ସେ କଣ ବିଲୁଆ କହିଲା ଆସ ଆମେ ସାଙ୍ଗ ସହିତ ବସିକି ଖାଇଦେବା। ଖାଇଦେଲା ପରେ କଣ କରିବା ବସିକି ମଜାମସ୍ତି କରିବା। କିନ୍ତୁ ଇଏ କଣ ସେତିକି ବେଳେ କଣ କରୁଛି ଲୋକଟା କଣ ଗୋଟେ ଥାଳି ଦେଇକିନା ମାଛ ତରକାରୀ ଟିକ କାଢିକି ଆଣିଛି କୋଉ ମାଧ୍ୟମରେ ଗୋଟେ ଥାଳି ମାଧ୍ୟମରେ। କିନ୍ତୁ ବକର ତ ଥଣ୍ଟ କିପରି ଗୋଜିଆ ବକ ଥଣ୍ଟ କିପରି ଗୋଜିଆ। ତାହେଲେ ଗୋଟେ ବକ କଣ ଖାଇପାରିବ କି ଥାଳିରୁ ତା ଥଣ୍ଟ ଯେହେତୁ ଗୋଜିଆ ସେ କଣ ସେଇ ଜାଗାରେ ଖାଇପାରିବ କି। କିନ୍ତୁ ବିଲୁଆର ମୁଣ୍ଡ କଣ ଟମ୍ବାଳି ହେଇପଡେ ସେ କଣ ଚାଟି ଚାଟିକା ସବୁତିକ ଖାଦ୍ୟ ଖାଇଦେଲା। କିନ୍ତୁ ବକ ମନ ଦୁଃଖ ହେଇଗଲେ ସାଙ୍ଗକୁ ଡାକି ବିଲୁଆ ଯେତେବେଳେ ଗୋଟେ ସାଙ୍ଗକୁ ଆମେ ଖାଦ୍ୟ ଦବାନି ଆମେ ଗୋଟେ ଜାଗାରେ ଆଣି ଖାଇଦେବା ଭଲ ଲାଗିବ କି ସେଭଳି ସେ କଣ କଲା କରିଦେଲା। କିନ୍ତୁ ଏସବୁ ବକକୁ ଭଲ ଲାଗିଲା ନାହିଁ। ସେ କହିଲା ହଉ ମୁଁ ତାକୁ ସେଭଳି ଗୋଟେ କାମ ଦଉଛି। ସେଭଳି ବକ ଜଣେ ଶୁଣେଇଲା ଯେ ମୋର କାଲି ଏକ ଜନ୍ମଦିନ ତମେ ଆସିବ ଆମ ଘରକୁ। କଣ କହିଲା ଆସିବ। ସେଇଭଳି ବିଲୁଆ ଗୋଟେ କଣ ଗାଧୁଆ ପାଧୁଆ କରି ତାକୁ ନିତ୍ୟକ୍ରମ କରି ଫୁଲ ତୋଳାଟିଏ ଧରି କାହା ଘରକୁ ଗଲା ବକ ଘରକୁ ଗଲା। ସେଇଭଳି ବକକୁ ଆମେ ବି ରାନ୍ଧିଥିଲା ମାଂସ ତରକାରୀ ରାନ୍ଧିଥିଲା। କିନ୍ତୁ ବକ କଣ କରିଛି ସେଇଭଳି ଫୁଲ ତୋଳା ଦେଇକି ତାକୁ କଣ କଲା ବଧାଇ ଜଣେଇଲା। ବଧାଇ ଜଣେଇକି ତାଙ୍କ ଭିତରେ ତାପରେ କଥାବାର୍ତ୍ତା ହେଲେ। କିନ୍ତୁ ବକ କହିଲା ଆସ ହେରି ମାଂସ ତରକାରୀ ଥଣ୍ଡା ହେଇଯିବ ଆମେ ଖାଇଦେବା। କିନ୍ତୁ ମାଂସ ତରକାରୀ କୋଉଠି ବକ ଆଣିଛି ଗୋଟେ ସରୁ ମୁହାଁ କାଠିଆରେ। ବକ କୋଉଥିରେ ଆଣିଛି ମାଂସ ତରକାରୀ ସରୁ ମୁହାଁ କାଠିଆରେ। ସରୁ ମୁହାଁ କାଠିଆରେ ଆଣିକି ଯେତେବେଳେ ବକ ଥୋଇଲା ସେଥିରେ କଣ କଲା ବିଲୁଆ ବି କିନ୍ତୁ ବିଲୁଆ ବହୁତ ବଡ ସେ ଆଉ ସେ ସରୁ ମୁହାଁ କାଠିଆରେ ବସି ପାରିଲେ କି ତାକୁ ବସି ପାରିବ କି ବସି ପାରିବ ନାହିଁ। ତାହେଲେ ସେ କଣ କଲା ସେ ବିଲୁଆ ଆଉ ସବୁ ମାଂସ ତରକାରୀ କିଛି ବି ଖାଇପାରିଲାନି। ବକ ତା ଥଣ୍ଟ ପୁରେଇ ସବୁ ମାଂସ ତରକାରୀ ଖାଇଦେଲା। ତାହେଲେ ଏଠି କଣ ହେଲା ଦୁଇ ଜଣଙ୍କ ଭିତରେ ମନେକର ସୃଷ୍ଟି ହେଲା କି ନାହିଁ। ତାହେଲେ ଆମେ ସାଙ୍ଗ ଘରକୁ ଗଲେ ଏଇଭଳି ବ୍ୟବହାର କରିବା କି ଆମେ ସମସ୍ତେ ସମାନ ଭାବରେ ଦେଖିବା କି ନାହିଁ। ଆମେ ଯେମିତି ସମସ୍ତେ ଗୋଟେ ଜାଗାରେ ଖାଇପାରୁଥିବା ସବୁ ସାଙ୍ଗସାଥି ଭିତରେ ସ୍ନେହ ଶ୍ରଦ୍ଧା ହେଇଥିବ ଆମେ କଣ ଖେଳ ବୁଲ ସବୁ କରିଦେବୁ। ତାହେଲେ ଆମେ ଏଠି ସବୁ ଏଇ